ଲେଖକର ସ୍ୱାଧୀନତା। ଏହି ଲେଖାଟି ମୋର ଏକ ପତ୍ରିକାରେ ପ୍ରକାଶିତ ହୋଇସାରିଛି ଏବଂ ସେ ପତ୍ରିକାରୁ ଏ ଲେଖାଟିକୁ ମୁଁ ପଢ଼ିକି ଶୁଣାଉଛି। ଲେଖକର ସ୍ୱାଧୀନତା। ଯେଉଁ ବ୍ୟକ୍ତି ସାହିତ୍ୟ ସୃଷ୍ଟି କରନ୍ତି, ସାହିତ୍ୟ ଲେଖନ୍ତି, ତାଙ୍କୁ ଲେଖକ କୁହାଯାଏ। ଲେଖକ କଦାପି ଜଣେ ସାଧାରଣ ଲୋକ ନୁହେଁ, କାରଣ ଲେଖକଙ୍କୁ ଲୋକେ ଦ୍ୱିତୀୟ ବ୍ରହ୍ମାର ମାନ୍ୟତା ଦେଇଥାନ୍ତି। ଯାହା ସମସ୍ତ ଲୋକ ସାଧାରଣତଃ କରିପାରିନଥାନ୍ତି, ତାହା ଜଣେ ବ୍ୟକ୍ତି ଲେଖକ ହୋଇ କରିପାରେ। ଭଗବାନ କଳ୍ପନାପ୍ରିୟ, ଲେଖକ ବି କଳ୍ପନାପ୍ରିୟ। ଉଭୟଙ୍କର ମନ ଓ ମସ୍ତିଷ୍କର କଳ୍ପନାପ୍ରିୟତା ଭାବନା ବା ଚିନ୍ତାଶୀଳତାରୁ ଲେଖାର ଏ ମହନୀୟ ସୃଷ୍ଟି ସମ୍ଭବ ହୋଇଥାଏ। ତେବେ ମନରେ ପ୍ରଶ୍ନ ଉଠେ, ଲେଖକ ତା'ର ଲେଖାଲେଖି କରିବାରେ, ସାହିତ୍ୟ ସୃଷ୍ଟି କରିବାରେ ସମ୍ପୂର୍ଣ୍ଣ ସ୍ୱାଧୀନ କି? ଉତ୍ତର ମିଳିବ, ଆଦୌ ନୁହେଁ, କଦାପି ନୁହେଁ। ମନର ସଞ୍ଚରି ବା ପହଁରି ଯାଉଥିବା ଭାବନାରାଜିର ସହାୟତାରେ ସେ ଲେଖା ଲେଖେ। ହେଲେ ମନ ଅଭ୍ୟନ୍ତର ବା ଭିତରର ସବୁ ଭାବନାକୁ ମନ ମୁତାବକ ଲେଖାରେ ଲେଖିପାରି ନଥାଏ। ଯାହା ତାହା ଟିକିନିଖି ଲେଖକ ମନରେ ଆସେ, ସେ ସବୁକୁ ଜମାରୁ ରୂପ ଦେଇପାରେନା, ଲେଖା ଭିତରକୁ ଆଣିପାରି ନଥାଏ। କେବଳ ସୁଚିର ବା ସୁନ୍ଦର ଦିଶୁଥିବା ବା 5-25 ପାଠକ ଯେମିତି ଚାହିଁବେ, ଯେଉଁ ଭାବରେ ଗ୍ରହଣ କରିବେ, ନାକ ଟେକିବେ ନାହିଁ, ସେପରି ଲେଖିବା ସହଜ ନୁହେଁ ଓ କେହି କେହି ଶାଗରୁ ବାଳ ବାଛି କହିବେ, ଲେଖିବା ପୂର୍ବରୁ ଟିକେ ଭାବିଲୁ ନାହିଁ? କ'ଣ ଲେଖିବି, କ'ଣ ଛାଡ଼ିବି, ଅଥବା କ'ଣ ଲେଖିଲେ ପାଠକ ଖରାପ ଭାବିବେ ନାହିଁ, ଭଲ ଭାବିବେ ନାହିଁ, ନିନ୍ଦା କରିବେ, ପ୍ରଶଂସା କରିବେ ନାହିଁ, କହିବେ, ଆରେ ତା'ର ଲେଖା ପଢ଼ନା, ସେ ଲେଖା ରୁଚିକର ହୋଇନାହିଁ, ବଜାରି କଥା ସବୁ ଲେଖିଛି। ଲେଖକ ହେବ ବୋଲି ତଳକୁ ଖସିଯିବା ଜମାରୁ ଉଚିତ ନୁହେଁ, ବୁଝିଲୁ? ଲେଖାକୁ ବଦଳା, କାଟଛାଣ୍ଟ କର, ନହେଲେ ସମ୍ପାଦକ ଛାପିବେ ନାହିଁ, ତୋର ଲେଖା ଅପ୍ରକାଶିତ ହେବ, ତୁ ସମାଲୋଚନା ଟୀକାଟିପ୍ପଣୀର ଶରବ୍ୟ ହେବୁ, ଲାଜରେ ମୁହଁ ଦେଖାଇ ପାରିବୁ ନାହିଁ। ଯଦି ଲେଖିଲୁ, ତାହା ନିଜ ଭିତରେ ସୀମିତ କରି ରଖ। ପତ୍ର ପତ୍ରିକାକୁ ପ୍ରକାଶିତ ହେବାକୁ ପଠାନା, ଛାଡ଼ନା, ଛପା ହେବ ନାହିଁ। ତୋର ମନ ପାଠକ ମନ ନୁହେଁ। ଲେଖା ପାଠକୀୟ ସ୍ୱୀକୃତି ଲାଭ କଲେ ଲେଖା ଓ ଲେଖକର ସମ୍ମାନ ବୃଦ୍ଧି ହୁଏ। ଯେହେତୁ ଲେଖା ଥରେ ପତ୍ର ପତ୍ରିକାରେ ଛପା ହୋଇଗଲା ମାନେ ତାହା ଜାତୀୟ ସମ୍ପତ୍ତି ହୋଇଯାଏ। ସେଇଟା ଆଉ ଲେଖକର ନୁହେଁ, ତାହା ଏକ ଭାଷାର ଗୌରବ ବୃଦ୍ଧି ଓ ଭାଷାର ମାନ ବଢ଼ାଏ। ସୁତରାଂ କୁରୁଚିପୂର୍ଣ୍ଣ ଲେଖା ଲେଖି ଛାପି ଭାଷାକୁ ଅମର୍ଯ୍ୟାଦାପୂର୍ଣ୍ଣ କରିବା, ପାଠକର ପଠନଗ୍ରାହୀ ହୃଦୟରେ ଘୃଣା ଜାଗ୍ରତ କରିବା ଯେକୌଣସି ଲେଖକ ପକ୍ଷେ ଅନୁଚିତ। ଲେଖା ଲେଖାଯାଏ ପାଠକ ପଢ଼ି ଆନନ୍ଦ ପାଇବା ପାଇଁ, ନା କି ତା'ର ମନରେ କ୍ରୋଧ ଘୃଣାଭାବ ଜାଗିବା ପାଇଁ। ଏଇଟା ଗୋଟିଏ ଲେଖାର ମହନୀୟ ଚିନ୍ତାଶୀଳ ଉପଚାର କଦାପି ନୁହେଁ। ସେଥିପାଇଁ କୁହାଯାଇପାରେ, ଲେଖକର ସ୍ୱାଧୀନତା ନାହିଁ, ଲେଖକ ସ୍ୱାଧୀନ ନୁହେଁ, ଲେଖକ ନିଜ ଭାବନାଠାରେ ମଧ୍ୟ ପରାଧୀନ। ଲେଖା ସର୍ବସାଧାରଣ ପଠନ ପାଇଁ ଉଦ୍ଦିଷ୍ଟ, ତେଣୁକରି ଲେଖକ ଭାବନାର ବଶ୍ୟ, ପରାଧୀନ ତଥା ପରତନ୍ତ୍ର ନିୟନ୍ତ୍ରିତ। ସେ ଲେଖା ପ୍ରତି ସ୍ୱେଚ୍ଛାଚାରୀ ଯଥେଚ୍ଛାଚାରୀ କଦାପି ହୋଇପାରିବ ନାହିଁ। ମନର ସଞ୍ଚରଣଶୀଳ ଭାବନାକୁ ଶୃଙ୍ଖଳିତ କରିବ, ସ୍ୱକୀୟ ଆୟତ୍ତ ବା କାବୁରେ ରଖିବ, ସ୍ୱାଧୀନଚେତା ହୋଇ ଏଣେ ତେଣେ ଛାଡ଼ିଦେବ ନାହିଁ। ଓଲେଇ ଗାଈ ଭଳିଆ ଲେଖା ବାହାରକୁ ଯିବ, ସାରା ଜଗତ ହେଉ ଅଥବା ଏକ ନିରୂପିତ ଭାଷାର ପାଠକବର୍ଗ ହୁଅନ୍ତୁ, ପଢ଼ିବେ। ପଢ଼ିସାରି ଲେଖକ ପ୍ରତି କି ପ୍ରକାର ଭାବନା ଭାବିବେ, ଲେଖକକୁ ଏହା ସତତ ବା ପ୍ରତି ମୁହୂର୍ତ୍ତରେ ଚିନ୍ତା କରିବାକୁ ପଡ଼ିବ, ନଚେତ୍ ତା'ର ଲେଖାର ଥଳକୂଳ ରହିବ ନାହିଁ। ପ୍ରତ୍ୟେକ ଲେଖାର ସ୍ୱତନ୍ତ୍ର ମାନଦଣ୍ଡ ଅଛି। ଲେଖା ଇତର ବସ୍ତୁ ନୁହେଁ। ଲେଖାକୁ ସାଧାରଣତଃ ଚାରୁକଳା, କାରୁକଳା, ସାଧନାନିଷ୍ଠ, ବ୍ୟୟବହୁଳ, ମନୋବାଞ୍ଛିତ କଳାମାନଙ୍କର ଏକ କାରିଗରୀ କୁହାଯାଇଥାଏ। ଲେଖକ ଯାହାର କାରିଗର ବା ନିର୍ମାତା। ଯାହା ତାହା ନିର୍ମାଣ କରିଦେଲେ ତାହା କେବେ କଳା ବା ଏକ କାର୍ଯ୍ୟର ପୋଖତୀକରଣ ହୋଇପାରିବ ନାହିଁ। ଯେଉଁଥିରେ ଚାତୁର୍ଯ୍ୟ ନାହିଁ, ତାହା ଆର୍ଟ ବା ହାତ କି ସଫାଇ ନୁହେଁ। କଳା ଯେତେବେଳେ କାରୁକାର୍ଯ୍ୟ ବିମଣ୍ଡିତ ହୋଇଥାଏ, ସେବେ ସେହି କଳା ଚାରୁକଳାର ମର୍ଯ୍ୟାଦା ପାଏ। ଚାରୁ ଶବ୍ଦ ମାନେ
ସୁନ୍ଦର। ସାହିତ୍ୟର ସଂଜ୍ଞା ସଂସ୍କୃତ ଭାଷାରେ ହେଲା ରମଣୀୟାର୍ଥ ପ୍ରତିପାଦକ ଶବ୍ଦ କାବ୍ୟମ୍, ଅର୍ଥାତ୍ ରମଣୀୟ ବା ସୁନ୍ଦର ମନଲାଖି ଅର୍ଥ ପ୍ରକାଶକ ଗୋଟିଏ ଶବ୍ଦ ନ ହେଉ କାହିଁକି, ତାହା ବି କାବ୍ୟ ମର୍ଯ୍ୟାଦାବନ୍ତ। ଯେହେତୁ କାବ୍ୟ ଅଳଙ୍କାର ଯୁକ୍ତ, ଶୋଭା ବିଧାୟକ ଭାବବସ୍ତୁ, ଅଳଙ୍କାର ବିମଣ୍ଡିତ ହୋଇ ନ ପାରିଲେ କଳା ସୃଜନଶୀଳ ତଥା ସୌନ୍ଦର୍ଯ୍ୟ ବିଧାୟକ ହୋଇପାରିବ ନାହିଁ। ଯଥା ସଚୀ ରାଉତରାୟଙ୍କର ମଶାଣିର ଫୁଲ, ମାଟିର ତାଜ, ହାତ ଗଳ୍ପର ନାମକରଣରେ ଚାରୁକଳା କାରୁକଳାର ଉପାଦାନ ଅଛି। ବୋହୂଟିର ଗୋରା ସୁନ୍ଦର ମରଣ ମୁହଁଟି ମଳିନ ଜହ୍ନ ଆଲୁଅଯୁକ୍ତ ନିର୍ଜନ ସନ୍ତସନ୍ତିଆ ବର୍ଷା ବିଧୁର ମଶାଣି ପଦାରେ ମଡ଼ା ଚଣ୍ଡିଆ ନିଷ୍ଠୁର ମନଧାରୀ ଜଗୁ ମନରେ ଦୟାଭାବ ଜାଗ୍ରତ କରିଥିବାରୁ ସେ ବୋହୂଟିକୁ ମଶାଣିର ଫୁଲ ଆଖ୍ୟା ଦେଇଅଛି। ଅମିନାର କବର ଉପରେ ମାଟିର ଗଦା କୋଦକୁ ଦେଖି ଗାଳ୍ପିକ ତାକୁ ମଦନା ଅମିନାର ଅମର ପ୍ରେମର ପ୍ରେମ ତାଜ ବା ମୁକୁଟର ଆଖ୍ୟା ଦେଇଛନ୍ତି। ଶାହାଜାହାନ ଯେମିତି ନିଜର ଅମର ପ୍ରେମର ସନ୍ତକ ତାଜମହଲ ମମତାଜଙ୍କ କବରର ସ୍ମୃତି ପାଇଁ ନିର୍ମାଣ କରିଥିଲେ, ହାତ ପ୍ରତୀକ ମଣିଷର ଭାଗ୍ୟର ପ୍ରତିନିଧି ହୋଇଛି, ଯେଉଁଥିପାଇଁ କଲେଜ ବୟଟି ଜ୍ୟୋତିଷକୁ ହାତ ଦେଖାଇଛି। ଲେଖକ ଅନୁଭୂତିକୁ ପରିଶ୍ରମରେ ଢାଳି କାର୍ଯ୍ୟନିୟତ ହୋଇ ଲେଖାରେ ନିମଗ୍ନ ରହିବାର ସାଧନାରେ ଚାରୁ ବା ସୁନ୍ଦର କାଳଜୟୀ କଳା ଜଗତକୁ ଭେଟି ଦେଇଛନ୍ତି। ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ସାରିପୁତ୍ତ ଗଳ୍ପରେ ଭାଷାର ଚାରୁକଳା କାରୁକଳା ସାଧନାନିଷ୍ଠ ବ୍ୟୟ ବା ଶ୍ରମ ପ୍ରଦାନ ଯୁକ୍ତ ମନବାଞ୍ଛିତ କଳାର ଭାଷାଗତ ନମୁନା ହେଲା ମୁକୁଳିତ ଆମ୍ରୋଦ୍ୟାନରେ କୋକିଳର କୁହୁରବ ଅଶାନ୍ତରୁ ଅଶାନ୍ତତର ହୋଇ ଉଠୁଛି, ଆଉ ସେହି ବ୍ୟଗ୍ର ଅଶାନ୍ତ କୁହୁରବ ମଧ୍ୟରେ ପ୍ରକାଶ ପାଇଛି ଜନନୀ ରୂପଶ୍ରୀର ଆହ୍ୱାନ ଫେରିଆସ ସାରିପୁତ୍ତ, ଫେରିଆସ ସାରିପୁତ୍ତ। ଶୀତଶୀର୍ଣ୍ଣା ଧରଣୀରେ ବସନ୍ତର କଳରବ ପରି ରୂପଶ୍ରୀର ଜୀବନରେ ମଧ୍ୟ ଆସିଥାନ୍ତା ବସନ୍ତ, କିନ୍ତୁ ହେଲା ଆଉ କୋଉଠି? ସାରିପୁତ୍ତ ହେଲା ଘରଛଡ଼ା ଉଦାସୀ। ସେହିପରି ସୁରେନ୍ଦ୍ରଙ୍କ ପିତା ଓ ପୁତ୍ର ଗଳ୍ପରେ ଅଛି, ପିତା ଆଜି ପାଇଛି ପିତୃତ୍ୱର ସନ୍ଧାନ। ସ୍ରଷ୍ଟା ଚିରଦିନ ଉଦାର, କ୍ଷମାସ୍ନିଗ୍ଧ, କରୁଣାମୟ। ନିର୍ବାଣ କ'ଣ ତୁମେ ଚାହୁଁନାହିଁ ଜନନୀ? ମୁଁ ଚାହେଁ ଜୀବନ ନିର୍ବାଣ ନୁହେଁ। ଏସବୁ ଭାଷାଗତ ଚାରୁକଳା କାରୁକଳାର ଫାଇନ୍ ଆର୍ଟ। ସେହିପରି କବିତାରେ ଚାରୁକଳା କାରୁକଳା ସାଧନାନିଷ୍ଠ ବ୍ୟୟବହୁଳ ମନବାଞ୍ଛିତ କଳା ଅଧିକତର ଦେଖାଯାଇଥାଏ। ବୌଦ୍ଧିକ କବି ଗୁରୁପ୍ରସାଦ ମହାନ୍ତିଙ୍କର ଚମ୍ପାଫୁଲ, ଆଖିର କପୋତ ମୋର, ସୁନାର ଝରଣା, ଗୋବର ଗଣେଶ ଆଦି କବିତାରେ ଏହି କଳା ପ୍ରକାଶିତ। ଚମ୍ପାଫୁଲକୁ କୁଆଁରୀ କନ୍ୟାର ଯୋନି, ସରଳ ନିରୀହ ଚାହାଣୀକୁ ଆଖିର କପୋତ ଏବଂ ସିମେଣ୍ଟ ବେଞ୍ଚ ଉପରେ ଶାୟିତ କନକ ଗୋରୀ ସୁନ୍ଦରୀ ବେଶ୍ୟା ଉପରେ ପୁରୁଷର ରମଣ କ୍ରିୟାକୁ ସୁନାର ଝରଣା କହିବାରେ କବିର କଳା ବା ଆର୍ଟ ଆମକୁ ଜଳଜଳ ଦିଶେ। ଲମ୍ପଟ କାମୁକ ପୁରୁଷ ବେଶ୍ୟା ଜାଣୁଛି ଯେ ପରକୀୟା ପ୍ରୀତି ପାପ, ତଥାପି ଜାଣିସିଆଣିଆ ବଦମାସ ହୋଇ ପରନାରୀ ଆସଙ୍ଗ ଲିପ୍ସା ହୋଇ ନିଜେ କବି ଆଖିରେ ଗୋବର ଗଣେଶ ଆଖ୍ୟା ପାଇ ଦୁର୍ନାମର ଶିକାର ହେବାରେ ଲେଖକର ସ୍ୱାଧୀନତା ପରିମିତ ହୋଇଯାଇଛି। ନିଜର ବ୍ୟକ୍ତିଗତ କ୍ଷତି କରିଛି, ହେଲେ ସମାଜର ବୃହତ୍ତର କ୍ଷତି କରିନାହିଁ। ସେଥିପାଇଁ ସ୍ୱାଧୀନତା ପରିମିତ। ରମାକାନ୍ତ ରଥଙ୍କର ଇନ୍ଦ୍ରଧନୁ ସାତରଙ୍ଗ ବିଶିଷ୍ଟ ଜୀବନ ବୈଚିତ୍ର୍ୟର ପ୍ରତୀକଧର୍ମୀ କବିତା। ଗୋଟିଏ ରଙ୍ଗ ଜୀବନର ଏକ ଅବସ୍ଥା। ମୁଁ ଏବେ ଗୋଟିଏ ଲେଖା ପଢ଼ୁଥିଲି। ଲେଖାଟି ଓଡ଼ିଆ ଯାତ୍ରାର ବ୍ୟାବହାରିକ ରୂପ ନାମରେ ଏକ ସମୀକ୍ଷାତ୍ମକ ପ୍ରବନ୍ଧ। ସେଥିରେ ଲେଖକ ଓଡ଼ିଆ ଯାତ୍ରାର ଖଳନାୟକ ବା ଭିଲିଆନ୍‌ଙ୍କର ଅଭିନୟ ତଥା ତାଙ୍କ ବ୍ୟକ୍ତିତ୍ୱର ଚିତ୍ରଣ କରିବାକୁ ଏକ ଅତିବାସ୍ତବବାଦ ବା ସର୍ରିଆଲିଷ୍ଟିକ୍ ପ୍ରତିଛବି ଅଙ୍କନ କରିବାକୁ ଯାଇ ଅତ୍ୟନ୍ତ ଅଶ୍ଳୀଳ ଦୃଶ୍ୟର ବର୍ଣ୍ଣନାହିତ ଭାବ୍ୟରୂପ ଦେଇ ଲେଖକୀୟ ସ୍ୱେଚ୍ଛାଚାରରେ ସୀମା ଲଙ୍ଘନ କରିଛନ୍ତି। ନଗ୍ନତାର ଅତି ଟିକିନିଖି ପୁଙ୍ଖାନୁପୁଙ୍ଖ ଦୃଶ୍ୟ ବର୍ଣ୍ଣନା ଦେଇଛନ୍ତି। ଅଶ୍ଳୀଳତା ବର୍ଣ୍ଣନାର ସୀମା ରେଖା ଅଛି, ଆବରଣ ଘୋଡ଼ଣି ଦିଆ ବୁଦ୍ଧିମତା ଅଛି। ଲେଖାରେ ଅସଂଯତ ହୋଇ ଖୋଲାଖୋଲି ବିମୁକ୍ତ ଅବାଧ ବିବରଣୀକୁ ସବୁ ପାଠକ ସୁଦୃଷ୍ଟିରେ ଦେଖି ନ ପାରି ସମୀକ୍ଷକ ଲେଖକକୁ ଗାଳି ଦେଇ ପାରନ୍ତି, ସମ୍ପାଦକ ଲେଖାଟିକୁ ପ୍ରକାଶ ଉପଯୋଗୀ ନ କରି ପାରନ୍ତି। ବାଜେ ଲେଖାଟିକୁ କିଏ ପ୍ରକାଶ କରିବ? ଆଉ ଜଣେ ଲେଖାଟିକୁ ପଢ଼ି ମନ୍ତବ୍ୟ ଦେଲେ କି ସମୀକ୍ଷକର ଅବଦମିତ ଯୌନ ଅବଶୋଷର ଏହା ଏକ ପାଗଳାମି। ସାହିତ୍ୟରେ ଲେଖକର ସ୍ୱାଧୀନତା ଏକାନ୍ତ ବିବାଦୀୟ। ଦୁଇ ପକ୍ଷ ହୋଇପାରେ, ନ ହୋଇପାରେ। ଏହା ଲେଖକର ବୁଦ୍ଧି ପ୍ରୟାସର ମନୋଭାବ, ଯେଉଁଥିରୁ ଲେଖକର ମନକୁ ପାଠକ ସହଜରେ ଚିହ୍ନିପାରେ କି ଲେଖକଟି କୋଉ ଧରଣର, ନିକୃଷ୍ଟ କି ଉତ୍କୃଷ୍ଟ। ପ୍ରତ୍ୟେକ ସାହିତ୍ୟିକ ବା ଲେଖକର ସ୍ତର ବା ମାନଦଣ୍ଡ ଅଛି। ତଦନୁଯାୟୀ କଳା ବିଚାର କରେ ଲେଖକର
ଭଲ କିମ୍ବା ମନ୍ଦକୁ। ଯେଉଁ ଲେଖକ ଲେଖକୀୟ ସ୍ୱାଧୀନତାକୁ ମାନୁନାହାନ୍ତି ସେମାନଙ୍କ ଲେଖା ବିବାଦୀୟ ହୋଇ ଉଠୁଛି, କୋର୍ଟ କଚେରୀ ମାମଲା ଦାୟର ହେଉଛି, ଲେଖା ବାଜ୍ୟାପ୍ତ ହୋଇଯାଉଛି ବା ପାଠ୍ୟକ୍ରମରେ ପଠିତ ହେଉନାହିଁ। ସୁତରାଂ ବୁଝିବାକୁ ପଡ଼ିବ, ଲେଖକ ନିଜ ଘରେ ଏକାକୀ ଥାଇ ମନକୁ ନେଇ ଲେଖାଲେଖି କଲେ ବି ତା'ର ଲେଖା ସମୂହ ପାଠକର ପଠନ ନିମିତ୍ତ ଉଦ୍ଦିଷ୍ଟ। ପଠନ ପ୍ରିୟତାରୁ ଲେଖା ଯଦି ଦୂରେଇଗଲା ତେବେ ସେଭଳି ରଚନା ମୂଲ୍ୟହୀନ। ଲେଖିବା ସମୟର ଅପଚୟ। ନିଜେ ପଢ଼ିପାରିବେ ହେଲେ ସମୂହକୁ ଛପା ଦ୍ୱାରା ପଢ଼େଇ ପାରିବେ ନାହିଁ। ପ୍ରକାଶ ଉପଯୋଗୀ ହୋଇପାରିବ ନାହିଁ। ଯଦି ବା ହୁଏ ସମ୍ପାଦିତ ହୋଇ ପ୍ରକାଶିତ ହୋଇପାରେ, କଟାକଟି ରୀତିରେ ହେବ, ସମ୍ପୂର୍ଣ୍ଣ ହେବ ନାହିଁ। ଲେଖକର ଆଉ ଏକ ସ୍ୱାଧୀନତା ଲେଖା ନିର୍ବାଚନ କରିବାରେ ଥାଏ। ସମସ୍ତେ ସବୁ ପ୍ରକାର ସାହିତ୍ୟ ଲେଖିପାରନ୍ତି ନାହିଁ। କିଏ କବି ତ କିଏ ଗାଳ୍ପିକ, କିଏ ଔପନ୍ୟାସିକ ତ କିଏ ନାଟ୍ୟକାର, କିଏ ଅବା ଏକାଧାରରେ କବି, ଗାଳ୍ପିକ, ଔପନ୍ୟାସିକର ମର୍ଯ୍ୟାଦା ପାଉଛି। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପରୀକ୍ଷା। କାଳିନ୍ଦୀ ବାବୁ କବି ଭାବରେ ଯାଦୁଘର, ଲୋହିତ ବ୍ୟଥା, ଗାନ୍ଧାରୀର ଆଶୀର୍ବାଦ, ତୋତେ ପାଶୋରି ଦେଲିରେ ଶିମିଳିପାଳ, ଜଳଦର୍ଶନ ଇତ୍ୟାଦି କବିତା ଲେଖି ପାଠ୍ୟାନ୍ତର୍ଗତ ହୋଇଛନ୍ତି। ସେହିଭଳି ପଙ୍ଗୁ, ବିଟ୍ ଘର ଓ ରେଳଗାଡ଼ି, ମାଂସର ବିଳାପ, ଉପହାର, ସାପୁଆ ଆଦି ଗଳ୍ପ ପାଠ୍ୟାନ୍ତର୍ଗତ ହୋଇଛି। ସେହିପରି ମାଟିର ମଣିଷ, ମୁକ୍ତାଗଡ଼ର କ୍ଷୁଧା ଅନେକ ଥର ଶ୍ରେଣୀକକ୍ଷର ପାଠରେ ପଠିତ। ସେହିପରି ତାଙ୍କର ପ୍ରବନ୍ଧ ବିଶ୍ୱରୂପ ଦର୍ଶନ, ଆମର ସାଂସ୍କୃତିକ ଜିଜ୍ଞାସା, ସତ୍ୟ ଶିବ ସୁନ୍ଦର ଗୁଡ଼ିକ ପାଠ୍ୟାନ୍ତର୍ଗତ ହୋଇଥିଲା। ବ୍ୟାସକବି ଫକୀରମୋହନ ସେନାପତି ଗାଳ୍ପିକ ଔପନ୍ୟାସିକର କାଳଜୟୀ ଲୋକପ୍ରିୟ ମର୍ଯ୍ୟାଦା ପାଇ କଥା ସମ୍ରାଟ ତଥା ସରସ୍ୱତୀ ସମ୍ମାନ ପାଇଛନ୍ତି, ହେଲେ କବିତ୍ୱର ଅପୂର୍ବ ସମ୍ମାନ ପାଇପାରି ନାହାନ୍ତି। ଅବଶ୍ୟ ତାଙ୍କର ମୁଁ ହାଟ ବାହୁଡ଼ା, ହସି ହସି ଗଲା ମୋତେ କନ୍ଦାଇ କନ୍ଦାଇ କବିତା ଦ୍ୱୟ ଆଇ.ଏ. ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବି.ଏ. ଶ୍ରେଣୀରେ ପଠିତ ହୋଇଥିଲା। ତଥାପି ଫକୀରମୋହନ କବିତ୍ୱର ଗୌରବରୁ ବଞ୍ଚିତ। ନାଟ୍ୟକାର ଗୋପାଳ ଛୋଟରାୟ, ନାଟ୍ୟକାର ମନୋରଞ୍ଜନ ଦାସ, ବିଜୟ ମିଶ୍ର, କାର୍ତ୍ତିକ ଚନ୍ଦ୍ର ରଥ ଏମାନେ ଲେଖା ଚୟନ କ୍ଷେତ୍ରରେ ସ୍ୱାଧୀନ ମନୋବୃତ୍ତିର ଥାଇ ନାଟ୍ୟକାରର ସମ୍ମାନରେ ଭୂଷିତ। ଏମାନେ ନାଟକ ଲେଖିବାକୁ ହିଁ କେବଳ ଚାହିଁଥିଲେ। ଏହା ହିଁ ଥିଲା ଏମାନଙ୍କର ଲେଖକୀୟ ସ୍ୱାଧୀନତା। ଲେଖକୀୟ ସ୍ୱାଧୀନତା ମନୋମୁଖୀ ନ ହୋଇ ସମାଜଦାୟୀ ହେବ। ଲେଖକ ସର୍ବଦା ଭାବୁଥିବ କି ସେ ଯେଉଁ ଲେଖା ଲେଖୁଛି ତାହା ସମାଜ ଦ୍ୱାରା ଗ୍ରହଣୀୟ ହୋଇପାରୁଥିବ। ଲେଖା ଲେଖୁଥିବା ପର୍ଯ୍ୟନ୍ତ ସ୍ୱକୀୟ ନିଜର ହେଲେ ଗ୍ରାହ୍ୟତା ଦୃଷ୍ଟିରୁ ଜାତୀୟ। ଲେଖକର ଲେଖିବା ତା'ର ମାନସିକ ବିଳାସ ହୋଇପାରେ, ନଚେତ୍ ଲେଖକ ଲେଖା ପାଇଁ ଚାହିଁବନି। ଖୁସି ଲେଖିବାରେ ଆଗ୍ରହ ଆଣେ, ଲେଖକକୁ ବ୍ୟବସ୍ଥିତ କରେ, ହେଲେ ଲକ୍ଷ୍ୟ ବା ଉଦ୍ଦେଶ୍ୟ ଜାତୀୟ ଚାହିଦା। ଏ କ୍ଷେତ୍ରରୁ ଦେଖିଲେ ଲେଖକ ଯାହା ମନେ ତାହା କଦାପି ଲେଖିପାରିବ ନାହିଁ। ନିଭୃତରେ ଲେଖୁଛି ହେଲେ ଜାଗ୍ରତରେ ଅଛି। ଗ୍ରହଣୀୟତା ଲେଖିବାର ଜାଗ୍ରତ ପ୍ରହରୀ। ଗ୍ରହଣୀୟତା ଆଦର ଆଦୃତିର ପରିମାପକ, ଲେଖାର ମାପଦଣ୍ଡ। ଯେଉଁଥିରୁ ପୁରସ୍କାର ସ୍ୱୀକୃତି ମିଳେ ଲେଖା ତଥା ଲେଖକକୁ। ସୁତରାଂ କହିବାକୁ ପଡ଼େ ଯେ ଲେଖକର ସ୍ୱାଧୀନତା ନିଜ ପାଖେ ନାହିଁ କି ପାଠକ ପାଖେ ନାହିଁ। ପାଠକର ମନୋଭାବରେ ଆଉ ପଢ଼ିବାର ମାହେନ୍ଦ୍ର ବେଳାରେ ରହୁଛି। ସବୁ ଲେଖାକୁ ପାଠକ ଯଦି ଭଲ କହୁଥାନ୍ତା ତେବେ ତ ଫକୀରମୋହନଙ୍କର ଗଳ୍ପସ୍ୱଳ୍ପର ଏକମ ଦ୍ୱିତୀୟ ଭାଗରେ ନିହିତ ବା ରହିଥିବା ସବୁ ଗଳ୍ପ ଲେଖକୀୟ ସ୍ୱାଧୀନତା ଦିଗରୁ ଦେଖିଲେ ଉତ୍ତମ ଶ୍ରେଣୀର ବୋଲାନ୍ତା। ହେଲେ ବାଲେଶ୍ୱରୀ ପଙ୍ଗାଲୁଣ, ଅଜାନାତି କଥା, ପାଠୋଇ ବୋହୂ, ରେବତୀ ପେଟେଣ୍ଟ ମେଡ଼ିସିନ, ଡାକମୁନ୍ସି, ରାଣ୍ଡିପୁଅ ଅନନ୍ତା ଭଳିଆ ହୋଇ ନ ପାରିବା ମୂଳରେ ଅଭାବ ଟିକକ ହେଲା ଲେଖକୀୟ ସ୍ୱାଧିକାରରେ ନିହିତ ମନୋଭାବିତ ତ୍ରୁଟି। ଲେଖକ ଲେଖିବାରେ ସ୍ୱାଧୀନ ହୋଇଥିଲେ ବି ଉପସ୍ଥାପନଟି ଆଦୌ ଭଲ ବା ଉତ୍ତମ ମାନର ବା ପାଠକୀୟ ଚାହିଦା ପ୍ରକାରେ ହୋଇପାରେ ନାହିଁ, ଯାହାକୁ ଲେଖକୀୟ ସ୍ୱାଧୀନତାର ବିଫଳତା କୁହାଯିବ।